ଆଜି ସକାଳୁ ସକାଳୁ ମୁଁ ନ ଉଠିବା ପୂର୍ବରୁ ବଡ଼ ବଡ଼ ଗାଡ଼ି ଯାକ କେତେ ବଡ଼ ବଡ଼ କାଠ ପକେଇ ସାରିଲେଣି। ମୋର ଆଖି ତ ପୁରା ଚମତ୍କାର ହେଇଗଲା। ସ୍ୱାଗତ କରୁଛି ଆପଣମାନଙ୍କୁ RNB ବ୍ଲଗ ଚ୍ୟାନେଲରେ। କେତେ ବଡ଼ ଗାଡ଼ି ଆସିକି ମୋ ଆଖି ସାମ୍ନାରେ ଛିଡ଼ା ହେଇଥିଲା ଆଉ ମୁଁ ସିଧା ଚାଲିଲି ବ୍ରଶ କରିବାକୁ। ବ୍ରଶ କରିସାରି ସିଧା ଖାଇବାକୁ ଗଲି। ଭାତ ଡାଲି ଅଣ୍ଡା ଭୁଜିଆ ଖାଇବା ପାଇଁ କେତେ ଟେଷ୍ଟ। ବାହାରେ କେତେ ବଡ଼ ଗାଡ଼ି ଉପରେ ତିନୋଟି ମାଙ୍କଡ଼ କାଠ ବୋହୁଥିଲେ। ମୋ ଆଖି ସାମ୍ନାରେ କେତେ ବଡ଼ ବଡ଼ କାଠ ପଡ଼ିଛି। ଜଲ୍ଦି ଜଲ୍ଦି ଏବେ ପୁଣି ଖାଇସାରିକି କାମକୁ ଯିବାକୁ ପଡ଼ିବ। ଆଉ ଗୋଟେ ଗାଡ଼ି ବେଷ୍ଟ ଚୋରି କରିବାକୁ ଆସିବ। ବହୁତ ସମୟ କାମ କଲା ପରେ ମୋର ଦେହଟା ଖାଲି ଝାଳରେ ଓଦା ହେଇଯାଇଛି। ଗରମକୁ ଆଉ ସମ୍ଭାଳି ହଉନି। ସକାଳେ ଦେଖିଲା ବେଳକୁ ବହୁତ କାଠ ଥିଲା ଆଉ ଏବେ ଦେଖିଲା ବେଳକୁ ବହୁତ କମ ଅଛି। ଭାଇମାନେ ସବୁ କାମ କରୁଛନ୍ତି ଆଉ ମୁଁ ମୋର କାମ ସାରି ପୁରା ଗାଧେଇ ସାରିକି ଫ୍ରେଶ ହେଇଗଲି। କାଲିଠୁ ମୋ କପାଳରେ ଗୋଟେ ବିନ୍ଦି ହେଇଯାଇଛି ଆଉ ଏ ଭାଇ ଜଣଙ୍କ ମୋବାଇଲକୁ ଟୁଆଁ ଟୁଆଁ ଅନେଇଛି ପୁରା। ସବୁ ଭାଇମାନେ କାମ ସାରିକି ପୁରା ଗାଧେଇବାକୁ ପଳେଇ ଆସିଲେଣି ଆଉ ସେପଟେ ଦିଟା ଟ୍ରକ୍ ଠିଆ ହେଇଛି। ଆଜିର ଭିଡ଼ିଓଟା କେମିତି ଲାଗିଲା ନିଶ୍ଚୟ ଜଣେଇବେ। ଆଜି ପାଇଁ ରହିଲି, ଟାଟା।